प्रियंका प्रधान पुरीରୁ ଆସିଛି। ଆଜ୍ଞା ମ୍ୟାଡ଼ାମ କ'ଣ ଆପଣଙ୍କ ପ୍ରୋବ୍ଲେମ ହେଇଥିଲା? ମୋର ଓଭାରିଆନ୍ କ୍ୟାନ୍ସର ହେଇଥିଲା। ଓଭାରିଆନ୍ କ୍ୟାନ୍ସର ହେଇଥିଲା। କେମିତି ଜାଣିଲେ ଲକ୍ଷଣ କ'ଣ ଦେଖାଯାଉଥିଲା? ବହୁତ ଲକ୍ଷଣ କିଛି ଦେଖାଯାଉନଥିଲା। ସଡନ୍ ଏମିତି ପାଣି ପେଟରେ ଜମିଲା। ତାପରେ ବହୁତ ମେଡିକାଲ ବି ଆମେ ବୁଲିଛୁ, କିଛି ମାନେ ରେଜଲ୍ଟ କିଛି ଆସିଲାନି। ତ ଲାଷ୍ଟ ଷ୍ଟେଜରେ ହିଁ ଜଣା ପଡ଼ିଲା କି କ୍ୟାନ୍ସର ଅଛି ମୋର ବୋଲି। ଆଚ୍ଛା କେମିତି ଡିଟେକ୍ଟ କଲେ? ଆମର ସେଠି ପେଟରେ ପାଣି ଜମିବାରୁ ତ ସେଠି ଡିଟେକ୍ଟ କରିହେଲା ଆଉ। କିନ୍ତୁ ଓଜନ କମିବା ଭୋକ ନବା ଏମିତି କ'ଣ ଲକ୍ଷଣ ଦେଖାଉଥିଲା? ଓଜନ ଠିକ୍ ଠାକ୍ ଥିଲା, ଏ ପେଟରେ ପାଣି ଜମିଗଲା, ମୁଁ ଖାଇପାରିଲିନି। ଓକେ ମ୍ୟାଡ଼ାମ ନିଶ୍ଚିତ ଭାବେ କ୍ୟାନ୍ସର ନାଁ ଶୁଣିଲେ ଆମେ ସମସ୍ତେ ଭୟଭୀତ ହେଇଯାଉ। ଆପଣ ତ କ୍ୟାନ୍ସର ଶୁଣିଲେ ନା ମୁଁ ଡରିନି ବାସ୍ ଏମିତି ଗୋଟେ ପରିବେଶକୁ ନେଇକି ଇମୋସନାଲ ହେଇଯାଉଛି ବେଳେବେଳେ। ମୁଁ ଡରିନି। ଆପଣ ଭୟଭୀତ ହେଇନଥିଲେ? ନା ମୁଁ ଡରିନି। ଆଚ୍ଛା ଟ୍ରିଟମେଣ୍ଟ ହେଲା ତାପରେ ଆମର ବିଶ୍ୱାସ ଥିଲା ଯେ ହଁ ମୁଁ ଭଲ ହେଇପାରିବି? ହଁ ମୋର ବିଶ୍ୱାସ ଅଛି, ତାପରେ ସାର୍ଙ୍କ ଆଶୀର୍ବାଦ, ମୋ ସ୍ୱାମୀ, ମୋ ଘର ପରିବାରଙ୍କ ସପୋର୍ଟ ପାଇଁ ମୁଁ ଭଲ ହେଇଛି। ବର୍ତ୍ତମାନ କେତେ ଖୁସି ଅଛନ୍ତି ଆପଣ? ହଁ ଖୁସି ଅଛି, ବହୁତ ଖୁସି ଅଛି। ବହୁତ ଖୁସି ଅଛନ୍ତି। ଯେଉଁମାନେ ଆଶା ହାରାଇ ଦେଉଛନ୍ତି କ୍ୟାନ୍ସର ଆମେ ଭଲ ହେଇପାରିବୁ ନା, ମୋ ଜୀବନ ସରିଗଲା, ୱି ହାଭ୍ ନଥିଙ୍ଗ ଟୁ ଲେଫ୍ଟ, ସେମାନଙ୍କୁ କ'ଣ ଆପଣ ଗୋଟେ ମେସେଜ ନାଇଁ ଦେବେ? ସେମିତି ଭାବିବେନି, ଭଲ ହେଇପାରିବେ। କ୍ୟାନ୍ସର ମାଇଣ୍ଡଟା ହଉଛି ଠିକ୍ ରଖିଲେ ଭଲ ହେଇପାରିବେ। ଆମେ ସମସ୍ତେ କହୁଛନ୍ତି କ୍ୟାନ୍ସର ହାଜ୍ ନୋ ଆନ୍ସର, ବର୍ତ୍ତମାନ ବି ଆପଣ କହୁଛନ୍ତି କ୍ୟାନ୍ସର ହାଜ୍ ଆନ୍ସର? ନା ମୁଁ 4 ଷ୍ଟେଜରୁ ତ ଏଇଠି ଠିଆ ହେଇଛି। କ୍ୟାନ୍ସର ହାଜ୍ ଆନ୍ସର ନୋ? ହଁ ଆନ୍ସର। ଓକେ ଥ୍ୟାଙ୍କ ୟୁ। ନା କ'ଣ କୁହନ୍ତୁ ମାନିନୀ ବେହେରା। ମ୍ୟାଡ଼ାମ ଆପଣଙ୍କର କ'ଣ ହେଇଥିଲା, କ'ଣ ପ୍ରୋବ୍ଲେମ୍? ମୋର ପେଟରେ ପାକସ୍ଥଳୀରେ କ୍ୟାନ୍ସର ହେଇଥିଲା। ମହେନ୍ଦ୍ର ସାରଙ୍କ ପାଖରେ ଅପରେସନ କରେ ଏବଂ ବହୁତ ଭଲ ଅଛି। କେମିତି ମ୍ୟାଡ଼ାମ ଜାଣିଲେ ଆପଣ କ୍ୟାନ୍ସର, କ'ଣ ସବୁ ଲକ୍ଷଣ ଦେଖାଯାଉଥିଲା? ନା ବାନ୍ତି ହେଲା, ମୁଣ୍ଡ ବିନ୍ଧା ହେଲା, ତାପରେ ଯାହା ଖାଇଲି ପେଟ ଫୁଲିକି ରହିଲା। ବ୍ରହ୍ମପୁର ମେଡିକାଲରେ ଦେଖେଇଲି, ସବୁ କଲି। ଲାଷ୍ଟକୁ ଏଇଠି ଆମ ମାଉସାଙ୍କର ତାଙ୍କ ପୁତୁରା ଅପରେସନ ଏଇଠି ହେଇଥିଲା ତ ଆପୋଲୋ ମେଡିକାଲରେ, ସେଠି ମୁଁ ମହେନ୍ଦ୍ର ସାରଙ୍କ ଆସି ଦେଖା ଆଜ୍ଞା କଲି। ମ୍ୟାଡ଼ାମ ଜଣକୁ କ୍ୟାନ୍ସର ହେଲେ ଜଣେ ଭାବେ ସବୁ କିଛି ସରିଗଲା, ତ ଆପଣ କେତେ ଭାଙ୍ଗି ମୁଁ ପଡ଼ିଥିଲେ? ତ ବି ସାର୍ ବହୁତ ଭାଙ୍ଗି ପଡ଼ିଥିଲି। ମୁଁ ତ ଆଉ ଆଶା କରିନଥିଲି ବଞ୍ଚିକିରି ଭଲ ହେବି କ'ଣ ବି, ଯେହେତୁ ମହେନ୍ଦ୍ର ସାର ମତେ ଦେଖା କରିଦେବି। କେତେ ଦିନ ଧରି ଆପଣଙ୍କ ମୁଣ୍ଡ ବୁଲଉଥିଲା, ବାନ୍ତି ହଉଥିଲା? ମୁଁ ଜାଣିପାରିନି, କେବଳ ହେବେ ଆଗରୁ ହେଇଥିବେ। ଯେତେବେଳେ ବେଶୀ ବାନ୍ତି ହେଲା, ମୁଣ୍ଡ ବିନ୍ଧା ହେଲା, ସେଠୁ ଯାଇକି କେତେ ମେଡିକାଲ ଦିନ ଜାରି ରହିଲା ବାନ୍ତି ବିନ୍ଧା ହବା? ଏମିତି ସାର୍ କେତେବେଳେ ଏମିତି ରହିବାର। ଆଚ୍ଛା ବର୍ତ୍ତମାନ ପାଇଁ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି? ଆଜ୍ଞା ଆପଣ ବିଶ୍ୱାସ କରୁଛନ୍ତି ଯେ କ୍ୟାନ୍ସର ବି ଭଲ ହେଇପାରିବ? ଆଜ୍ଞା କେତେ ଖୁସି ହେବେ? ମୁଁ ତ ବହୁତ ଖୁସି ଅଛି। କାହାକୁ ଦେବେ ଆପଣଙ୍କ ଯୋଉ ନୂଆ ଜୀବନ ଫେରି ପାଇଲେ ଯେ ଶ୍ରେୟ କାହାକୁ ଦେବେ? ମହେନ୍ଦ୍ର ସାରଙ୍କୁ। ଆଚ୍ଛା ଯୋଉମାନେ ଭାଙ୍ଗି ପଡୁଛନ୍ତି କ୍ୟାନ୍ସର ସରିଗଲା ଆମେ ବଞ୍ଚି ପାରିବୁ ନାହିଁ, ସେମାନଙ୍କୁ ଆପଣ କ'ଣ ଗୋଟେ ମେସେଜ ଦେବେ ଯେ ସେମାନେ ବଞ୍ଚି ପାରିବେ ବୋଲି ଆପଣ କ'ଣ କହିବେ? ମୁଁ ତ ସାର୍ ମୁଁ ଆଡୁ କହୁଛି ମୁଁ ଭଲ ହେଇଯିବି। ସେମାନେ ବି ଭଲ ହେଇପାରିବେ? ଆଜ୍ଞା। ଓକେ ଥ୍ୟାଙ୍କ ୟୁ।